Good morning, children. Today we shall discuss about your subject verb agreement grammar topic. ପିଲାମାନେ ତୁମମାନଙ୍କ ପାଇଁ ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟର ବ୍ୟବହାର ବିଷୟରେ ଜାଣିବା। ଏଥିରେ ତୁମର ଏଇ ଗ୍ରାମାର ରୁଲ୍ ଗୁଡ଼ା ଜାଣିଲେ ତୁମେମାନେ ଟ୍ରାନ୍ସଲେସନ୍ କରିବାକୁ ସୁବିଧା ହେବ। ପ୍ରଥମେ ଦେଖ, ଏଠି ଗ୍ରାମାର ରୁଲ୍ ଜାଣିବା ପୂର୍ବରୁ ବା ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟ ଜାଣିବା ପୂର୍ବରୁ ଆମେ ପ୍ରଥମେ ତୁମେମାନେ ପଞ୍ଚାନନ ନାୟକ ଟ୍ୟୁଟୋରିଆଲ୍ସକୁ ସ୍ୱାଗତ। ଦେଖ, ପ୍ରଥମେ 1ରୁ 8ଟି ରୁଲ୍ ତୁମମାନଙ୍କ ପାଇଁ ଦେଖେଇଛି ବା ଭିଡ଼ିଓରେ ଶୋ କରିଛି। ଦେଖ, ରୁଲ୍ 1 ଇଂଲିଶରେ ଆମର ଗୋଟେ ସହଜ ବାକ୍ୟ ଅଛି। ଏ ସିଙ୍ଗୁଲାର ସବଜେକ୍ଟ ଟେକ୍ସ ଏ ସିଙ୍ଗୁଲାର ଭର୍ବ। ଏକ୍ଜାମ୍ପଲ୍ ଦେଇଛି, ଦି ବୟ ଗୋଜ୍ ଟୁ ସ୍କୁଲ। ଦି ବୟ ହେଲା ସିଙ୍ଗୁଲାର ସବଜେକ୍ଟ, ତା ପାଇଁ ସିଙ୍ଗୁଲାର ଭର୍ବ ଏଇଟା ହେଇଛି କ'ଣ ନା ଇଏସ୍। ଗୋରେ ଇଏସ୍। ଆମେ ଜାଣିଛେ ସବଜେକ୍ଟ ଯଦି ଥାର୍ଡ଼ ପର୍ସନ ସିଙ୍ଗୁଲାର ହେବ ତାହେଲେ ମେନ୍ ଭର୍ବରେ ଏସ୍ କିମ୍ବା ଇଏସ୍ ଲାଗିବ, ତେଣୁ ଇଏସ୍ ଲାଗିଛି। ସେକେଣ୍ଡ ଏଇଟା ଦେଖ, ରାମ ପ୍ଲେସ୍ କ୍ରିକେଟ। ସିଙ୍ଗୁଲାର ଥାର୍ଡ଼ ପର୍ସନ ସିଙ୍ଗୁଲାର નો ସବଜେକ୍ଟ, ତେଣୁ ଏଇଟା ହେଲା ଏସ୍। ଏଇଟା ହେଲା ସବଜେକ୍ଟ ଭର୍ବ। ଏଇ ସବଜେକ୍ଟ ପାଇଁ ଏ ଭର୍ବ ଏଗ୍ରିମେଣ୍ଟ। ରୁଲ୍ ନମ୍ବର 2 ଇଂଲିଶର ହେଇଛି ବାକ୍ୟଟା, ଏ ପ୍ଲୁରାଲ୍ ସବଜେକ୍ଟ ଟେକ୍ସ ଏ ପ୍ଲୁରାଲ୍ ଭର୍ବ। ଯଦି ସବଜେକ୍ଟଟା ପ୍ଲୁରାଲ୍ ହେଇଥିବା, ବହୁବଚନ ହେଇଥିବ, ପ୍ଲୁରାଲ୍ ଭର୍ବ ନେବ। ଯଥା, ଦି ବଏଜ୍ ଗୋ ଟୁ ସ୍କୁଲ। ଦି ବଏଜ୍ ହେଲା ପ୍ଲୁରାଲ୍ ଭର୍ବ, ପ୍ଲୁରାଲ୍ ସବଜେକ୍ଟ, ତା ପାଇଁ ମେନ୍ ଭର୍ବ ହେଲା ଗୋ। ଦେ ପ୍ଲେ ଫୁଟବଲ। ଦେ ହେଲା ପ୍ଲୁରାଲ୍ ସବଜେକ୍ଟ, ତା ପାଇଁ ପ୍ଲେଜ୍ ହେଲା ନାହିଁ। ରୁଲ୍ ନମ୍ବର 3 ଦେଖ, ଆଇ ଆମ୍ ୟୁ ଆର୍। ଏକ୍ଜାମ୍ପଲ୍ସ, ଆଇ ଆମ୍ ହାପି, ୟୁ ଆର୍ କାଇଣ୍ଡ। ଆଇ ସ୍ପେସିଫିକ୍ ସବଜେକ୍ଟ ପାଇଁ ଅଛି, ତା ପାଇଁ କେଉଁ ଭର୍ବ ଲାଗିବ? ଆଇ ପାଇଁ ଆମ୍, ଆଇ ଆର୍ ହେବ ନାହିଁ। ୟୁ ଆର୍ କାଇଣ୍ଡ, ୟୁ ପାଇଁ ଆର୍। ରୁଲ୍ ନମ୍ବର 4 ଦେଖ, ଇଂଲିଶ, ଯଦି ଆଇଦର ଅର୍ ଭର୍ବ ଏଗ୍ରିଜ୍ ୱିଥ୍ ନିୟରେଷ୍ଟ ସବଜେକ୍ଟ। ଯଦି ବାକ୍ୟରେ ତୁମର ଆଇଦର ଅର୍ ବ୍ୟବହାର କରିବାକୁ ଅଛି, ତାହେଲେ ତୁମର ନିୟରେଷ୍ଟ ସବଜେକ୍ଟ ପାଖରେ ଯେଉଁଟା ଥିବ ତା ଅନୁସାରେ ତୁମର ଭର୍ବ ବସିବ। ଦେଖ, ଆଇଦର ରବି ଅର୍ ଦି ବଏଜ୍ ଆର୍ ରେଡ଼ି। ଏଇଠି ପାଖରେ କିଏ? ଆଇଦର ରବି କିମ୍ବା ତାର ସାଙ୍ଗମାନେ ପ୍ରସ୍ତୁତ ଅଛନ୍ତି। ଦି ବଏଜ୍ ହେଲା କ'ଣ ନା ନିୟରେଷ୍ଟ ସବଜେକ୍ଟ। ତ ନିୟରେଷ୍ଟ ବଏଜ୍ ଯେହେତୁ ପ୍ଲୁରାଲ୍ ସବଜେକ୍ଟ, ପ୍ଲୁରାଲ୍ ହେଲା, ତା ପାଇଁ ଆର୍ ଆସିଲା, ଦି ବଏଜ୍ ଆର୍। ଏଠି ଆଉ ରବି ହେବନି। 2 ନମ୍ବର ଦେଖ, ଆଇଦର ଦି ବଏଜ୍ ଅର୍ ଦ ରବି ଇଜ୍ ରେଡ଼ି। ତେଣୁ ରବି ଅଛି ଏଠି ନିୟରେଷ୍ଟ ସବଜେକ୍ଟ, ଦି ବଏଜ୍ ନୁହଁ, ତେଣୁ ରବି ପାଇଁ ଲାଗିଲା ସିଙ୍ଗୁଲାର ଭର୍ବ ଇଜ୍। ରବି ଇଜ୍ ରେଡ଼ି, ରବିଟା ହେଲା ନିୟରେଷ୍ଟ ସବଜେକ୍ଟ। ତେଣୁ ଫିଗର ଯେଉଁଟା କହୁଛି ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟ, ତେଣୁ ଏଇଟା ସବଜେକ୍ଟ, ଏଇ ସବଜେକ୍ଟ ପାଇଁ ଏଇ ଭର୍ବ ଲାଗିଲା। ରୁଲ୍ ନମ୍ବର 5 ଦେଖ, 5 ଇଚ୍ ଆଣ୍ଡ ଇଚ୍ ଅର୍ ଏଭ୍ରି ଟେକ୍ସ ସିଙ୍ଗୁଲାର ଭର୍ବ। ଯଦି ବାକ୍ୟରେ ଇଚ୍ ଆଉ କିମ୍ବା ଏଭ୍ରି ଥିବ, ତା ପାଇଁ ସିଙ୍ଗୁଲାର ଭର୍ବ ଲାଗିବ। ଏଇଟା ବେଳେବେଳେ କନଫ୍ୟୁଜ୍ କରେ, ପିଲାମାନେ କନଫ୍ୟୁଜ୍ରେ ପଡ଼ନ୍ତି। ତେଣୁ ଇଚ୍ ଷ୍ଟୁଡେଣ୍ଟ, ଇଚ୍ ହେଲା ମାନେ ତୁମର ସିଙ୍ଗୁଲାର ଭର୍ବ ଲାଗିବ। ଇଚ୍ ଷ୍ଟୁଡେଣ୍ଟ ହାଜ୍ ଏ ପେନ୍। ପ୍ରତ୍ୟେକ ପିଲାଙ୍କ ଗୋଟେ କଲମ ଅଛି। ଏଭ୍ରି ଚାଇଲ୍ଡ ଇଜ୍ ଏ ପ୍ରେଜେଣ୍ଟ। ପ୍ରତ୍ୟେକ ପିଲା ପ୍ରେଜେଣ୍ଟ ଉପସ୍ଥିତ ଅଛନ୍ତି। ଇଚ୍ ଆଉ ଏଭ୍ରି ଥିଲେ ତୁମେ ଲାଗିବ ସିଙ୍ଗୁଲାର। ଦେଖ, ହାଜ୍ ଲାଗିଲା ସିଙ୍ଗୁଲାର ଭର୍ବ, ଇଜ୍ ଲାଗିଲା ସିଙ୍ଗୁଲାର ଭର୍ବ। ରୁଲ୍ ନମ୍ବର 6 ଦେଖ, ଇଂଲିଶ, ଏଭ୍ରି ୱାନ୍ ଅର୍ ଏଭ୍ରିବଡ଼ି ଟେକ୍ସ ସିଙ୍ଗୁଲାର ଭର୍ବ। ଏଭ୍ରି ୱାନ୍ ଅର୍ ଏଭ୍ରିବଡ଼ି ଟେକ୍ସ ସିଙ୍ଗୁଲାର ଭର୍ବ। ଯଦି ବାକ୍ୟରେ ଏଭ୍ରି ୱାନ୍ କିମ୍ବା ଏଭ୍ରିବଡ଼ି ଥିବ, ତା ପାଇଁ ସିଙ୍ଗୁଲାର ଭର୍ବ ହେବ। ଏଭ୍ରି ୱାନ୍ ଇଜ୍ ହାପି। ପ୍ରତ୍ୟେକ ପିଲା ଖୁସି ଅଛନ୍ତି। ଏଭ୍ରିବଡ଼ି ଲାଇକ୍ସ ମ୍ୟୁଜିକ୍। ପ୍ରତ୍ୟେକ ପିଲା ମ୍ୟୁଜିକ୍ ଭଲ ପାଆନ୍ତି। ଏଭ୍ରି ୱାନ୍ ସିଙ୍ଗୁଲାର, ତା ପାଇଁ ଇଜ୍। ଏଭ୍ରି ୱାନ୍ ଏଭ୍ରିବଡ଼ି ଥିଲେ ତା ପାଇଁ ଇଜ୍ ବା ସିଙ୍ଗୁଲାର। ଏଭ୍ରିବଡ଼ି
ଲାଇକ୍ସଟା ହେଲା ମେନ୍ ଭର୍ ତାର ଥାର୍ଡ଼ ପର୍ସନ୍ ଥିଲେ ଏସ୍ କିମ୍ବା ୟେସ୍ ଲାଗେ। ତେଣୁ ଏଇଟା ହେଲା କ'ଣ ନା ଏଇଟା ତୁମର ହେଲା ସିଙ୍ଗୁଲାର ଏଭ୍ରିୱାନ୍ ଏଭ୍ରିବଡି ଥିଲେ ଟେକ୍ ସିଙ୍ଗୁଲାର ଭର୍। ରୁଲ୍ ନମ୍ବର 7 ଦେଖ ଇଂଲିଶରେ ଏଲଙ୍ଗ ୱିଥ୍ ଡଜ୍ ନଟ୍ ଚେଞ୍ଜ ଭର୍। ଯଦି ଏଲଙ୍ଗ ଥିବ କିଛି ଚେଞ୍ଜ ଭର୍ବ ଚେଞ୍ଜ ହେବ ନାହିଁ। ଦି ଟିଚର ଏଲଙ୍ଗ ୱିଥ୍ ଷ୍ଟୁଡେଣ୍ଟସ୍ ଇଜ୍ ହିୟର୍। ଟିଚର ଏଇଠି ଅଛି ତେଣୁ ଏଲଙ୍ଗ। ରିନା ଏଲଙ୍ଗ ୱିଥ୍ ମିନା ଇଜ୍ ସିଙ୍ଗିଙ୍ଗ। ଏଲଙ୍ଗ ଥିଲେ ତମର ସିଙ୍ଗୁଲାର ଭର୍ବ ହେବ, କିଛି ଭର୍ବ ଚେଞ୍ଜ ହେବ ନାହିଁ। ଇଜ୍ ଠିକ୍ ଅଛି। ତାପରେ ଦେଖ ରୁଲ୍ ନମ୍ବର 8 ଆଜ୍ ୱେଲ୍ ଆଜ୍ ଫଲୋ ଦି ଫାର୍ଷ୍ଟ ସବଜେକ୍ଟ। ଯଦି ବାକ୍ୟରେ ଆଜ୍ ୱେଲ୍ ଆଜ୍ ବ୍ୟବହାର ହୋଇଥିବ ତମେ ସବଜେକ୍ଟଟା ଫାର୍ଷ୍ଟ ସବଜେକ୍ଟଟା ଫଲୋସ୍ କରିବ, ପ୍ରଥମ ସବଜେକ୍ଟକୁ ସେ ଫଲୋ କରିବ। ଯଥା ଏକ୍ଜାମ୍ପଲ୍ସ ମାଇ ଫାଦର ଆଜ୍ ୱେଲ୍ ଆଜ୍ ମାଇ ମଦର ଇଜ୍ ପ୍ରେଜେଣ୍ଟ। ଏଇ ମାଇ ଫାଦର ଯୋଗୁଁ ଲାଗିଲା ଇଜ୍। ଆମକୁ ଜଣାପଡ଼ୁଛି 2 ଜଣ କିନ୍ତୁ ଏଇଟା ସିଙ୍ଗୁଲାର ହେବ। ଦି କ୍ୟାପ୍ଟେନ୍ ଆଜ୍ ୱେଲ୍ ଆଜ୍ ପ୍ଲେୟାର୍ସ ଇଜ୍ ରେଡ଼ି। ଏଇଠି ତମର କ'ଣ ହେଉଛି ନା କ୍ୟାପ୍ଟେନ୍ଟା ଯୋଗୁଁ ଇଜ୍ ହେଲା। ଦେଖ ପିଲାମାନେ ଏଇଟା ତମର 8ଟି ନେଇକି ପ୍ରଥମେ ସବଜେକ୍ଟ ଭର୍ବ 8ଟି ରୁଲ୍କୁ ନେଇ ଆମେ ଏଇଟା ପ୍ରିପେୟାର କରୁଛୁ ତୁମ ପାଇଁ। ନେକ୍ସଟ କ୍ଲାସ୍ରେ ନେକ୍ସଟ ଭିଡ଼ିଓରେ ଦେଖିବ ଯେ 16ଠୁ ଆଉ 8ଟା ତାପରେ ଏମିତି ତୁମର 25ଟା ଖଣ୍ଡେ ରୁଲ୍ ଦିଆଯିବ। ତେଣୁ ପିଲାମାନେ ନିଶ୍ଚିତ ଭାବରେ ଏଇ ତୁମକୁ ଭିଡ଼ିଓଟି ସବଜେକ୍ଟ ଭର୍ବ ଏଗ୍ରିମେଣ୍ଟର 8ଟି ରୁଲ୍କୁ ତୁମକୁ ଭଲ ଲାଗିଥିବ। ତେଣୁ ତୁମେ ଅନ୍ୟମାନଙ୍କ ତୁମର ଫ୍ୟାମିଲି ମେମ୍ବର ସାଙ୍ଗସାଥି ଅନ୍ୟମାନଙ୍କ ସହିତ ସେୟାର କରିବ, ସେମାନେ କହିବେ ସବସ୍କ୍ରାଇବ୍ କରିବେ। ତେଣୁ ଥ୍ୟାଙ୍କ ୟୁ ଫର୍ ୱାଚିଂ ଦି ଭିଡ଼ିଓ।